ବର୍ତ୍ତମାନ ଆମମାନେ ଗୋଟେ ସ୍ପେଶାଲ ସେଗମେଣ୍ଟ କୁ ଯିବା। ଆଉ ସମୟକୁ ଦୃଷ୍ଟିରେ ରଖି ଆ ଆଜି ଯେହେତୁ ଜେଜେମାଙ୍କ ଜନ୍ମଦିନ, ତାଙ୍କ ବିଷୟରେ ଆମ ଭିତରେ ଯେତେ ଜଣ ଅଛୁ ସେମାନଙ୍କ ଭିତରୁ କେଉଁ ଦୁଇ ଜଣ ହେଲେ ତାଙ୍କ ବିଷୟରେ କିଛି କହିବା। ସ୍ପେଶାଲ ଷ୍ଟୋରିଜ ନ କହିଲେ ମଧ୍ୟ ଯଦି ଆମକୁ ମନେ ଅଛି କହିଲେ ତ ଭଲ କଥା। ଯଦି ମନେ ନାହିଁ, ତାଙ୍କ ଲାଇଫ ରୁ ଆମେ କଣ ଶିଖିଛୁ ତାହା ମଧ୍ୟ ଆମେ ସେୟାର କରିପାରିବା। ତିନି ଜଣ ନାଇଁ, ଥାର୍ଡ ସ୍ପିକର କୁ ଚାନ୍ସ ମିଳିବନି। କେଉଁ ହେଲେ ଦୁଇ ଜଣ। କିଏ କହିବ ଦେଖ। ମୋର ମା ହଉଛି ସବୁଠୁ ବେଷ୍ଟ ମା। ଆରେ ସଫା ସୁତରାରେ ଏକ ନମ୍ବର। ଆଉ ମୁଁ କୋଉ ମା ମାନଙ୍କୁ ଦେଖି ପାରୁନି। ସଫା ସୁତରାରେ ଏକ ନମ୍ବର। ଏ ସେଟା ମ୍ୟୁଜିକ ଦଉଛୁ କି ଯାରେ ଯାରେ ଆଉ ନାଇଁ କି ମେଳାପି ସେ ଯୋଉ ମାନେ କିଏ କଣ କୁହନ୍ତୁ, ହସି ହସି ସେଟା ସେ ଦୁଃଖରେ କିଏ କହୁଥାଉ କି କଣ କହିଥାଉ, ହଁ ଇଏ ହସି ହସି ହଁ 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 କହିଦଉ। ମତେ ସେଟା ଗୋଟେ ଭଲ ଲାଗୁ। ଯା ହଉ ଭିତରେ ନେବ ନାହିଁ, ସେଟା ଅନ୍ତରରେ ନେବ ନାହିଁ ବୋଲି। ଆଉ ଆଉ କଣ ନାଇଁ, ଆଉ କିଛି ନାହିଁ ହେଲା। ସେତିକି ମାତ୍ର ମୁଁ ଗୋଟେ ସଫା ସୁତରା, ହେଲେ ମୁଁ ତା ଭଳିଆ ଆମେ ସଫା ସୁତରା ଇଏ କରିପାରୁନି। ସେତିକି ମୋର ଅଫସୋସ ରହିଯାଇଛି। ହେଇଗଲା। କହିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ହଉ ନେକ୍ସଟ। ଆମେ କାହାକୁ ଜଗିବାନି, ଆମେ ଯଦି ଆମ ଚାନ୍ସ ମିଳୁଛି ଆମେ ସାଙ୍ଗେ ସାଙ୍ଗେ କହିବା। ମୁଁ ଟିକେ କହିବି। ଟୁଲୁ ଭାଇନା କହିବ ବୋଲି ଜଗିଛି କହୁନି ସେ। ମୁଁ କହୁଛି ପରା ଟିକେ। ସେଠି କହୁଛି ପୁଣି ସେ। ମା ମା ସହିତ ପ୍ରାୟ ଥିଲି 92 ସାଲ ପର୍ଯ୍ୟନ୍ତ ଥିଲି। 92 ସାଲରୁ ମୁଁ ଟିକେ ବାହାରୁ ଚାଲି ଆସିଲି। ତାପରେ କେତେ ମାସ ଥରେ ଦେଖା ହେଉଥିଲା ମା ସହିତ, କିନ୍ତୁ ସେତେବେଳେ ଫୋନ୍ର ବନ୍ଦୋବସ୍ତ ନଥିଲା। 92 93ରୁ ସେ ଫୋନ୍ ନଥିଲା। କିଏ ଆମର ଉଜ୍ଜଳ ଚନ୍ଦ୍ର କ'ଣ ଖରା ସାର ଥିଲେ ସେତେବେଳେ, ସେ ପ୍ରାୟ ଆସନ୍ତି ଘରକୁ। ମୁଁ ତାଙ୍କ ପାଖରୁ ପ୍ରାୟ ଖବର ବୁଝିନିଏ, ବାପା ମା ମାନେ କେମିତି ଅଛନ୍ତି ସେ ପ୍ରାୟ କହିଦିଅନ୍ତି। ମୁଁ କେମିତି ଅଛି ସେ ଗଲାବେଳକୁ ସେ ପାସ୍ ଅନ୍ କରନ୍ତି ମେସେଜ୍ ଗୁଡ଼ାକ। ସେଇଟା ହିଁ ଆମର କମ୍ୟୁନିକେସନ୍ ଥିଲା ସେ ସମୟରେ। ଆଉ ଆଟାଚମେଣ୍ଟ ବହୁତ ଭଲ ଥିଲା, ଏବେ ମଧ୍ୟ ଅଛି। ଗୋଟେ ଜିନିଷ ମୁଁ ଶିଖିଲି, ଗୁଡ଼ାଏ ଜିନିଷ ଅଛି, ତା ଭିତରୁ ଅନ୍ୟତମ କଥା କହୁଛି ଯେଉଁଟାକି ବେଷ୍ଟ। ଗୋଟେ କାମ କରିବା ପାଇଁ ବା କୁଆଡ଼େ ଯିବା ପାଇଁ ବା ଗୋଟେ ଭଲ ବିଷୟ ପାଇଁ ଯେତେବେଳେ ଆଚିଭ୍ କରିବା ପାଇଁ ଚାହୁଁଛୁ, ଯଦି ସେ ସମୟରେ ମାଆକୁ କୁହାହେବ ନାଇଁ ମା ତୁ ଯାଉନା, ଆଜି ଘରେ ଯା, ହଁ ଯାଅ ଯାଅ ତୁମେ ଯାଅ ଅସୁବିଧା ନାହିଁ। କେବେ ଜିଦି କରିନି ଯେ ନାଇଁ ମୁଁ ଯିବିକା, ଏମିତି ନାହିଁ। ହଁ ଟୁଲୁ ଅସୁବିଧା ନାହିଁ, ମୁଁ ରହିବି, ତୁ ଯା ଘରକୁ ଯା। ମୁଁ ରହିଯାଇପାରିବି, ତୁ ଯା, ଅସୁବିଧା ନାହିଁ, ଯା। ଏଇ ଜିନିଷ ସମସ୍ତଙ୍କର ନଥିବ। କାହିଁକି ସମସ୍ତଙ୍କର ଇଚ୍ଛା କ'ଣ ବାହାରକୁ ଯାଇକି ଟିକେ ଦେଖିବା ପାଇଁ ବା ଏନ୍ଜୟ କରିବା ବା ଅନ୍ୟମାନଙ୍କ ସହିତ ଗୋଟେ ଭଲ ସମୟ କଟାଇବା, ସେଇ ଅନୁଭୂତି ସମସ୍ତଙ୍କ ପାଇଥିବ। କିନ୍ତୁ ଆମେ ସେଇ ଜିନିଷ ମାଆକୁ ସୁଯୋଗ ଆସିଥିଲେ ମଧ୍ୟ ମାଆ କହିବ ନାଇଁ ତୁମେ ଯାଅ, ଅସୁବିଧା ନାହିଁ, ମୁଁ ରହିଯିବା। ନାଇଁ ତୁ ରେଡ଼ି ହେଲୁଣି ଯେ, ହେଲେ କ'ଣ ହେଲା, ମୁଁ ରହିପାରିବା, ଏମିତି। ଏଇଟା ଗୋଟେ ବିଷୟ। ତା'ର ଖିଆ ପିଆ ବିଷୟରେ ମଧ୍ୟ ଏଇଟା ମାଆକୁ ଭଲ ହେଲାନି। ହଁ ଚଳିବ, ଅଛି ନା ଏଇଟା। ମୁଁ କଂସା ଥିଲା ସେତେବେଳେ,
ଆମେ ଛାଣୁଥିଲା ବେଳକୁ ବହୁତ ଭାବରେ ସେ ଶୁଖିଲା ମରିଚ ଲୁଣ ଏମିତି ଥିଲା ବୋଧେ ନେଇ ନାନୀ ଟିକେ ମନେ ପଡ଼ୁଛି ଟିକେ ନା ନେଇ ହଁ 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 ସେମିତି ଲାଗୁଛି। ମୁଁ ଚଳେଇଦେବିନି କି ଶୁଖିଲା ଲଙ୍କା ଆଉ ଲୁଣ ସେତିକିରେ ଭାତ ଟାଣିଯିବ ମାର। ମନେ ପଡ଼ୁଛି ମା ଏସବୁ ହଁ ତାର ନାଇଁ? ମନେ ପଡୁଛି କହ। ତାପରେ ମ୍ୟୁନିସିପାଲ ହାଇ ସ୍କୁଲ ଆମେ ପଢ଼ିଲୁ କ୍ଲାସ୍ 6ରୁ କ୍ଲାସ୍ 10 ପର୍ଯ୍ୟନ୍ତ। ସେ ସମୟରେ ଆମର ରୋଷେଇ ପ୍ରାୟତଃ ଲେଟ୍ ହେଉଥିଲା, ପ୍ରାୟ 1:30 ବେଳକୁ ରୋଷେଇ ହେଉନଥିଲା, ଆମର ଟିକେ ଲେଟ୍ ହେଉଥିଲା। ହେଲେ ମୋତେ କହିବ ଟୁଲୁ ରୁନୁ ଆଜି କିଛି ହେଲାନି ରେ, କିଛି ହେଲାନି, କାମ କର। ଜାମ୍ବୁ କ'ଣ କରିବୁ? ପିଜୁଳି ଗଛ ଅଛି, ପିଜୁଳି ଖାଇକି ପଳେଇ ଆଜି ଆସିଲା ପରେ ତୁମେ 4ଟା ବେଳକୁ ଖାଇବ ହେଲା, ରୋଷେଇ କରିଦେଇଥିବି। ହେଲେ ଆମେ ପିଜୁଳି ଖାଇକି ପଳେଇବୁ ପେଟେ ପେଟେ ମୋର ସେଇଟା ଗୋଟେ ଭଲ ଜିନିଷ ମାର ଦେଖିଲି। ମାନେ କିଛି ନା ନଥିଲେ ମଧ୍ୟ ଅନ୍ୟ ଅଲ୍ଟରନେଟିଭ୍ ବିଷୟ ଖାଇବା ପାଇଁ ଥିବ ସେଇଟା ଏଇଟା ଥିଲା। ତାପରେ ମିନା ଯେତେବେଳେ ସାନ ଥିଲା ତା ପାଇଁ ଗ୍ୟାରେଣ୍ଟି ଥିବ ଡାଲି ଭାତ, ସେଇଟା 100% ସିଓର ନେଇ ମା? ନହେଲେ ନାହିଁ ସିନା ମିନା ପାଇଁ ଥିବ ବା ଡାଲି ଭାତ ପକ୍କା ସେଇଟା। ଆଉ ସକାଳୁ ଉଠୁ ମିନା ଖାଇବ ସେଇଟା। ହଁ ଏଇଟା ଗୋଟେ ଦେଖିଲି ମା ପାଖରୁ। ଟିକେ ହେଲେ ରଖିବାର ଅଛି। ଏଇଟା ଗୋଟେ ଅନୁଭୂତି। ଆଉ ଗୋଟେ ଅନୁଭୂତି ଥିଲା କ'ଣ, କହିଦିଏ ମନରେ ତ ଅଛି, କହିଦିଏ ଟିକେ। ଆମର ଘର ମଝିରେ ଦୁଇ ପଟେ ତ ଆମର ଟିକେ ସେତେ ଭଲ ପଡ଼ୁନଥିଲା ଦୁଇ ପରିବାର ସହିତ। ସେଇଟା ଗୋଟେ ବିଟର ଏକ୍ସପିରିଏନ୍ସ, ମାନେ ଗୋଟେ ବଡ଼ ମନରେ ମାନେ ଭୁଲି ହେବନି ସେଇଟା। ସେଇ ସମୟରେ ମାଆକୁ ଏପଟ କଥା ସେପଟ କଥା ଶୁଣୁଥିବାର। ବାବା କ'ଣ କରନ୍ତି, ବାବା ଟିକେ ୱାର୍ଡିଂ ଗୁଡ଼ାକ ସହି ନ ପାରିବେ, ସେ ବାହାରକୁ ପଳାଇବେ, ରାସ୍ତା ଉପରୁ ପଳାଇବେ। କିନ୍ତୁ ମା କ'ଣ କରିବ, ଘର ଭିତରେ ଆସିକି ବସିଥିବ। କ'ଣ ମା ହେଲା? ନାଇଁ ଟୁଲୁ ସେ ଯାଉନା ସେପଟେ, କି କଥା କହୁଛନ୍ତି ସେପଟେ, ମୋତେ ଭଲ ଲାଗୁନି। ସେମାନେ ଘରୁ ଗଲା ପରେ ଇଏ ବାହାରୁ ଯାଇକରି ଲୁଗା ଧୁଆଧୁଇ କରିବେ। ବାପା ସେତେବେଳେ ଆସିବେ ସନ୍ଧ୍ୟାରେ, କ'ଣ ହେଲା ନା ଏମିତି ହେଲା। ହେଲେ ସହନଶୀଳଟା ମାଆର ବହୁତ ଭଲ ବେଶୀ। ଅନ୍ୟମାନେ କେହି ଥିଲେ ୱାର୍ଡ଼କୁ ୱାର୍ଡ଼, ମାନେ ଯେସାକୁ ତେସା, ଟିଟ୍ ଫର୍ ଟାଟ୍ ଯେଉଁଟା କହନ୍ତି। ଜଣେ କହିଲା ମାନେ ଆଉ ଜଣେ ଉଲ୍ଟେଇ ଦିଅ କଥାଟା। ସେଇରେ ମା ଜିନିଷ ନଥିଲା। ସେଇ ସହନଶୀଳ ଥିବାରୁ ଆଜି ଆମମାନେ ଭଲରେ ବଢ଼ିଛୁ। ଆଉ ସେଇ ଭାବରେ ଆମମାନଙ୍କୁ ଈଶ୍ୱର ମଧ୍ୟ ଆଶୀର୍ବାଦ କରିଛନ୍ତି। ଏଇ ଜିନିଷ ମନେ ପଡ଼ି ଦୁଃଖ ଲାଗିବ, ଖୁସି ମଧ୍ୟ ଲାଗିବ, କାହିଁକି ଦୁଃଖରେ ସୁଖରେ ଆମ ଜୀବନଟା କଟିଛି। ବାପା ମାଙ୍କର ଆଶୀର୍ବାଦ ଆମ ପ୍ରତି ରହିଛି ସବୁବେଳେ, ଆଉ ସବୁବେଳେ ରହିବ ମଧ୍ୟ। ପ୍ରେମ ତ ରହି ଆସୁଛି। ଏତିକି ଏତିକି ମନେ ପଡ଼ିଲା ମୋତେ। ଓକେ, ମୁଁ ନେକ୍ସଟ। କହିବି। ମୁଁ ମା ମା ମାନେ ମା କାମର ସିଏ। ଆମେ ଏତେ ଭାଇ ଭଉଣୀ ଥିଲୁ, କିନ୍ତୁ କେହି ଯଦି ମିଠା କ'ଣ 2ଟା ପିଠା କି 3ଟା ପିଠା ଆଣିଦେଲେ ବି ମା ତାକୁ କେମିତି ବାଣ୍ଟିକି ଦଉଥିଲା, ସେଇଟା ମତେ ବେଶୀ ମନେ ଅଛି। କେବେ ଜଣକୁ ଉଣା କରୁନଥିଲା କି ଜଣକୁ ଅଧିକା କରୁନଥିଲା, ସମାନ ଖଣ୍ଡ କରିବୁ, ଆମେ ମଧ୍ୟ ସେ ସମାନ ହିଁ ନେବୁ, କାହାର କିଏ ନେଇଯିବୁନି। ଆଉ ଯିଏ ନଥିବ ତାଟାକୁ ସେ ବାନ୍ଧିକି ରଖିଦେଇଥିବ। ସେଟା ଗୋଟେ ତାର ଭଲ ଗୁଣ। ଆଉ ଆମେ ଏବେ ପିଲାମାନଙ୍କୁ କହିବୁ ଚାଲ ସେଠିକି ଟିକେ ଯିବା, ସେମାନେ ଗାଡି ନଥିଲେ ଯିବେନି କି କିଛି ନାହିଁ। କିନ୍ତୁ ମା ଆମକୁ କେମିତି କଢେଇକି ନେଇଥିଲା। ଥରେ ଆଈ ଘରକୁ ଯାଇଥିଲୁ, ଏତେ ଦୂର ଗୋବିନ୍ଦପାଲିରେ ଓହ୍ଲେଇଲୁ, ମା ଆମକୁ କଣ କଲା, ଚାଲ ଯିବା। ଆମେ ବି ବଡ ଖୁସିରେ ଆଈ ଘରକୁ ଯାଉଛୁ ବୋଲି ଯାଉଛୁ, କିନ୍ତୁ ମା କହୁଛି ଆମେ ହାଲିଆ ହେଇକି ଥକି ଗଲେ, ଏଇଠି ଏଇ ପାଖରେ, ସେ ପାଖରେ, ଏଇ ସେ ଗଛ ଦୁସି ସେ ପାଖରେ, ମୋତେ ଏମିତି ମଧ୍ୟ ମନେ କରି ଅଛି କରି ଏଲି, ଆଁ ମୋତେ ମନେ ଅଛି ସେଇଟା। ହଁ, ଏମିତି କରି 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 ଆମକୁ ପହଞ୍ଚେଇ ଦେଲା ସେଠି। ଆମେ ଆମେ ବି ରାଗୁନଥିଲୁ, ମାତ୍ର ଆମେ ବାଟ ଯାକ ବସୁଥିଲୁ, ହେଲେ ବି ମା କହୁଥିଲେ ଏଇ ପାଖରେ, ଥକି ଯାଉଛି କି ଏ ପାଖରେ, ଏଇଠି ଦେଖାଯାଉଛି, ଏଇଠି ଦେଖାଯାଉଛି। ସେ ଦେଖିଲା ବେଳକୁ କେତେ ଦୂର। ଆମେ ଏବେ ଗଲେ ଜାଣିପାରୁଛୁ ଯେ ଆମେ କେତେ ଦୂର ଚାଲିଛୁ, ଛୋଟ ଛୋଟ ଥିଲୁ ଯେତେବେଳେ। ଆଉ ଗୋଟେ କଥା, ସେ ଯୋଉଠି ଗଲେ ନା ସମସ୍ତେ, ସିଏ ଜାଣିବା ଲୋକ ହେଇଥାଉ ନ ଜାଣିବା ଲୋକ ଥାଉ,
କିନ୍ତୁ ସେ ଏତେ ସେମାନଙ୍କୁ ନିଜର ବୋଲି ଭାବି ନବ, ଆଉ ସେଠୁ ସେ ଗଲା ବେଳକୁ ତା ଆଖିରୁ କାନ୍ଦ ବାହାରିବାଟା ସେ ବାହାରିବ। ଅନ୍ୟମାନେ ଭାବନ୍ତି ଯେ ତମ ମା କେତେ ଭଲ ଯେ ସେ ସମସ୍ତଙ୍କୁ ନିଜର ଭାବି ଦଉଛନ୍ତି। ସେଥିପାଇଁ ଏଠି ତାଲଚେର ଯାଇଥିଲେ, ଯାହାକୁ ଘର ଗଲେ ମୁଁ ଯାଉଛି କହିକି କାନ୍ଦୁଥିଲା ସେଠି। ଆମର ଏଲିକୁ ଟିକେ ଦେଖୁଥିବ ବୋଲି କହୁଥିଲା ସେଠି। ସେମାନେ କେତେ ଇଏ ହେଇଯାଉଥିଲେ ଯେ ତମ ମା ତମକୁ କେତେ ଇଏ କରୁଛନ୍ତି ଆମକୁ କହିକି ଯାଉଛନ୍ତି, ଆଉ କାନ୍ଦୁଛନ୍ତି ବି ନିଜେ। ସେଟା ଗୋଟେ ମାର ବେଶୀ ବଢିଆ ଗୁଣ ଗୁଡାକ ଅଛି, କହିଲେ ବି ସରିବନି। ସେତିକି ମୁଁ କହିବି। ହଉ। ଆର୍ ମୁଁ ଲୁଗା କହିଦିଅ ଧୋଇବାଟା ମତେ ଅଛି ନା ଗୋଟେ। ମୁଁ ଯେବେ ରାୟଗଡ଼ା ଯିବି ମୁଁ ଭାବୁଥିବି ଭଲ ଧୋଇଛି ଭାବୁଥିବି, ଆଉ କିନ୍ତୁ ରାୟଗଡ଼ା ଗଲେ ମା ଯୋଉ ଧୋଇବ ନା, ବାଃ କି ସଫା କରିଦବ ସବୁ ଟାୱାଲ ହଉ ପ୍ୟାଣ୍ଟ ସାର୍ଟ ହଉ। ଆଜି ପର୍ଯ୍ୟନ୍ତ ସେ ଜିନିଷ ଅଛି ମାର। କେମିତି କଣ କୋଉ ଅନୁପାତରେ ମିଶଉଛି ସେ ସର୍ଫ ସାବୁନ ଗୁଡାକ ବୁଝି ହବନି ସେଇଟା। ଆଉ ହଁ କ୍ୱାଲିଟି ବି। ମତେ ଆଉ ଗୋଟେ ମନେ ପଡିଲା। ମୁଁ ଯେତେବେଳେ ଠକରା ଉପରେ ପଢୁଥିଲି, ହେଲେ ତାର କଥା ବେଳେ ବେଳେ ମୁଁ ଶୁଣୁ ନଥିଲି, ହେଲେ ମତେ ମାରି ପକେଇବାର ବାଡିରେ ହେଲେ ଠାଏ ମାରିଦବାର, କାନ୍ଦିଲେ ସେ ଟିକେ ଦୁଃଖ ହେଇଯିବାର। ଯେହେତୁ ପିଲାମାନେ କାନ୍ଦିଲେ ମା ମାନଙ୍କର କାନ୍ଦ ବାହାର ପକା ହେଲା, ସେ କଣ କରିବାର, ଶୁଖଲା ଭାତରେ ଚିନି ଓ ସର୍ଦା, ଚିନି ଟିକେ ମିଶେଇ ଦେଇଲା, ଏ ବାପା ସର୍ଦା, ଆଉ ସେ ଦୁଃଖ ଭୁଲ ଯିବାର କା ମାଡ ଫାଡ ଭୁଲ ଯିବାର। ମତେ ସେଟା ମନେ ଅଛି ଭାତରକ। ସେ ମାରି ପକେଇବ, ଆହୁରି ଭାତ ଆଉ ଡାଲି ନଥିବ ବୋଲେ, ହଁ ଚିନିରେ ମିଶେଇ ଖାଇଦେରେ ତୁ, ହଁ ଅଛି ଯେ ଭାତ ବୋଲି ଦେଇଦବାର ମତେ। ମତେ ବଡ ସର୍ଦା ସେଟା। ଲେଫ୍ଟ ହ୍ୟାଣ୍ଡ ରେ ମାଡ କିଏ ଖାଇଛି ବାବା? ମୁଁ ମାଡ ଖାଇଛି ଲେଫ୍ଟ ହ୍ୟାଣ୍ଡ ରେ। ନାନୀ ନାନୀ ଖାଇଥିବ ବୋଧେ, ନାଇଁ କି? ମୁଁ ଖାଇଛି ମତେ ମନେ ଖାଇନ? ନାହିଁ। ଏଲି ଖାଇଛି ବୋଧେ? ମନେ ନାହିଁ ଖାଇଛି କି ନାହିଁ। ଲେଫ୍ଟ ହ୍ୟାଣ୍ଡ ଖାଇନ? ସମସ୍ତେ ଖାଇଛ ରେ ଲେଫ୍ଟ ହ୍ୟାଣ୍ଡ ରେ ମାଡ? ମତେ ବାଡି ମନେ ସାଙ୍ଗରେ ନାହିଁ। ବାଡିରେ। ମୁଇଁ ମାଡ ଖାଇଛି। ଏ ଟୁଲୁ ଭାଇନା ତୋତେ ତ ବେଶୀ ଭଲ ପାଉଥିଲା, ତୋତେ କେବେ ମାରିଲା ସେ? ନାଇଁ ମାଡ ଖାଇଛି ବା ଲେଫ୍ଟ ହ୍ୟାଣ୍ଡ ରେ। ହୁଁ ହଁ ବାଡି, ହଁ ଖାଇଛି ନା ବାଡିରେ ଗୋଟେ। ହୁଁ। ମୁଁ ମୁଁ ଖାଇଛି କହିବି ଗୋଟେ ବାଡିରେ। ଏଠି। ଏ ହଁ ମୁଁ ଖାଇଛି ଠିକରେ ତ। ୱାସିଂ ମେସିନ୍ ଯେତେବେଳେ ନଥିଲା, ଲୁଗା ଗୁଡା ଧୋଇବା ପାଇଁ ବାଲ୍ଟିରେ ବତୁରେଇକି ତାକୁ ଗୋଟେ ବାଡିରେ ଗେଞ୍ଜା ହଉଥିଲା ଲୁଗା ଗୁଡାକୁ। ଯେତେବେଳେ ମୁଁ ଓଡିଆ ଯେତେବେଳେ ଖାଉଥିଲି, ମୋର 2-3 ଖାଇଥିଲି, ଏବେ କହ। ହଁ ଶୁଭିଲା। ହ୍ୟାଲୋ କଣ ଟେଷ୍ଟିଂ, ହ୍ୟାଲୋ ଜୁମ୍ ଚେକିଂ। ହଁ ଶୁଭିଲା, ଶୁଭୁଛି। ଶୁଭିଲା। ଯେତେବେଳେ ଆମ ଘରେ ୱାସିଂ ମେସିନ୍ ଯେତେବେଳେ ନଥିଲା, ଲୁଗା ଗୁଡା ଧୋଇବା ପାଇଁ ଗୋଟେ ବାଲ୍ଟିରେ ବତୁରା ହଉଥିଲା। ସେଟାକୁ ସେ ଲୁଗା ଗୁଡାକୁ ଭିତରେ ଗେଞ୍ଜିବା ପାଇଁ ବୋଲି ଗୋଟେ ବାଡି ଥିଲା, ବଢିଆ ସଲିଡ ବାଡି, ବଢିଆ ଗୋଟେ 2 ଫୁଟର। ଯେତେବେଳେ ମୁଁ ସ୍କୁଲରେ ପାଠ ପଢୁଥିଲି ନବମ ଶ୍ରେଣୀ, ଗୋଟେ 2 ଦିନ ନା 3 ଦିନ ମୁଁ ପୁଡିଆ ଖାଇବା ଆରମ୍ଭ କରିଥିଲି। ଯେତେବେଳେ ମା ଜାଣିଲା ମୁଁ ପୁଡିଆ ଖାଉଛି ବୋଲି, ସେ ମତେ ଆସିଲା ଭାରି ଚଟ୍ କିନା ବଜେଇଲା ବାଡିରେ। ସେ ବାଡିରେ ମାରିବାରୁ ମୋର ଦାନ୍ତ ଆଜି ପର୍ଯ୍ୟନ୍ତ ଭାଙ୍ଗି ଯାଇଛି। ଏଇଟା ଆଜି ପର୍ଯ୍ୟନ୍ତ ଭାଙ୍ଗିକି ଅଛି, ସେ କେବେ ମତେ ମିଶି ନାହିଁ, ଆଉ ସେ କେବେ ମତେ ମିଶିବ ନାହିଁ। କେବଳ ଗୋଟେ ଥର ମାଡ ଖାଇଛି। ଗେଞ୍ଜା ହେଇଥିବ ସେଟା, ଗେଞ୍ଜା ହେଇଥିବ, ମାଡ ଗେଞ୍ଜା ହେଇନଥିବ। ହେଇନି, ଗୋଟେ ମାଡ, ଗେଞ୍ଜା ହେଇନି, ଗୋଟେ ମାଡ ସମାନ ଏଠି ବାଜିଲା, ଏଠି ଚିହ୍ନ ଏବେ ବି ଅଛି। ହଉ। ଆଉ କିଏ କିଛି କହିବାକୁ ଚାହୁଁ? ଅଶୋକଜା ବି ଅଛନ୍ତି, ସେ ରୁନୁ ଯଦି କିଛି। ରୁନୁ ବେଶୀ ମାଡ ଖାଇଛି। ରୁନୁ ନାଇଁ ମା, ନାନୀ ହଁ ରୁନୁ ମାଡ ଖାଇଛି ନାଇଁ କି? ହଁ ବେଶୀ। ଆମ ମଧ୍ୟରେ ଅଶୋକଜା ବି ଅଛନ୍ତି, ଯଦି ସେ କିଛି କହିବାକୁ ଚାହାନ୍ତି ସେୟାର କରିପାରିବେ। ଅଶୋକଜା, ତମ ମାଇକ୍ ଟା ହଁ ତମ ମାଇକ୍ ଟା ଅନ୍ କରିକି ତମେ ସେୟାର କରିପାରିବ କିଛି କହିବାକୁ ଯଦି ଚାହୁଁଛ। ଆଚ୍ଛା, ଠିକ ଅଛି। ବର୍ତ୍ତମାନ ଆଉ କିଏ ବୋଧେ କିଛି କହିବାକୁ କହିବେନି।
ଓମ୍ କକେ ଆଉ ଗୋଟେ ଜିନିଷ ସେ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ମା ର ରୋଷେଇ ସବୁବେଳେ ବଡ ସ୍ୱାଦ ଯୁକ୍ତ। ଏଇ ଜିନିଷଟା ସେ ପାଟିରେ କହିପାରିଲେନି କିନ୍ତୁ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି। ସେଇଟା ପୁରା ସମସ୍ତେ ରାଜି ହେବେ। ସମସ୍ତେ ବିକି କକେଇଠୁ ଆରମ୍ଭ କରିକି ଲିଲି ପିଉସୀ, ଏପି ପିଉସୀ, ଇଭେନ୍ ସୁବି କକେଇ, ବଡ଼ବାପା, ସେଇଟା ସଲିଡ୍, ସେଇଟା 100% ଟ୍ରୁ, 100%। ହେଲେ ମୁଁ ମାତ୍ରକ ଶିଖିଛି, ଟିକେ ଶିଖିଛି ବେସର ଆଉ ଆମ ଇଭେନ୍ ବଡ଼ ପିସା, କ'ଣ ଭୋଜ ପିସା, ହୁଁ। ରଜତ ପିସା, ସମସ୍ତେ ଏପ୍ରିସିଏଟ୍।